ସକାଳୁ ନଦୀ ଦେଇ ବୋଉଙ୍କ ଉପରେ ରୋଷେଇ ଭାର ମୁଁ ଆଦି ବାବାଙ୍କୁ ନେଇ ଆମ ଗାଁ ସ୍କୁଲରେ ଯାଇ ହେଇଗଲି ହାଜର। କାହିଁକି ନା ଆଜି ଆଦି ବାବାଙ୍କର ପ୍ରଥମ ଶ୍ରେଣୀରେ ଲେଖା ଯାଇଥିଲା ନାମ। ସ୍କୁଲରେ ହେଡ୍ ସାର୍ ନୂଆ ପିଲାଙ୍କୁ ସ୍ୱାଗତ ଜଣାଉଥିଲେ ଦେଇ ଫୁଲ ଚନ୍ଦନ। ଶେଷରେ ଆଦି ବାବା 2-3ଟି ଚକୋଲେଟ ଧରି ସବୁ ଦିଦି ସାରଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ତାଙ୍କ ପାଦ ଛୁଇଁ କରି। ତାପରେ ଘରକୁ ଆସି ବୋଉଙ୍କ ଠାରୁ ବଳକା ରୋଷେଇ ଭାର ହାତକୁ ନେଇ ବନେଇଲି ସଜନା ଛୁଇଁରେ ରାଇ। ତାପରେ ଆସିଥିଲା ମୋର ଗୋଟେ ଫ୍ଲିପକାର୍ଟରୁ ପାର୍ସଲ। ଡେରି ନ କରି ଆ ଭିତରେ କଣ ଅଛି ଫଟାଫଟ ଦେଖିବା ଚାଲ। ଫ୍ଲିପକାର୍ଟରୁ ଅର୍ଡର କରିଥିଲି ଗୋଟେ ଚିଲି କଲର ପପ୍ ଲିପଷ୍ଟିକ୍। ମୋର ସବସ୍କ୍ରାଇବର ଭଉଣୀ ମାନେ କମେଣ୍ଟରେ କୁହନ୍ତୁ ଆକୁ କେବେ ବ୍ୟବହାର କରିଛନ୍ତି କି? ପ୍ରଥମେ ଓଠରେ ଲଗେଇ ଦେଖିଲି ଏଇଟା ୟୁଜଫୁଲ କି ନାହିଁ। ଯଦି ୟୁଜଫୁଲ ହେଇଥିବ ତେବେ ସିନା ମୋର ପଇସା ଉଠିବ ଯାଇ। ଲିପଷ୍ଟିକ୍ ଓଠରୁ ଶୁଖିଛି କି ନାହିଁ ଭାଡି ଆଣିଲେ ଆମ ଓଡିଆଙ୍କର ପ୍ରିୟ ପଖାଳ ଭାତକୁ କଲରା ଭଜା। ଭାବିଲି ଲିପଷ୍ଟିକ୍ ର ଟେଷ୍ଟ ପଛରେ ହବ, ଆଗ ହେଇଯାଉ ପେଟ ପୂଜା। ତାପରେ ଆମ୍ବକୁ କାଟି ଖାଇଥିଲି ଲଙ୍କା ଗୁଣ୍ଡ ଆଉ ଲୁଣ ମଡେଇ। ଭିଡିଓରେ ଯିବା ପୂର୍ବରୁ ଯାଆନ୍ତୁ ଗୋଟେ ନିଶ୍ଚିନ୍ତ ସବସ୍କ୍ରାଇବ କରିଦେଇ। ଥ୍ୟାଙ୍କ ୟୁ। ଦେଖା ହବ ନେକ୍ସଟ ଭିଡିଓରେ। ରହୁଛି ଜୟ ଜଗନ୍ନାଥ।